ଦେଢ଼ ବର୍ଷ ପୂର୍ବେ ବସ୍ତା ବ୍ଲକ ଅଞ୍ଚଳରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର 5 ଜଣ ଛାତ୍ର ସ୍କୁଲକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ଦୁଇଟି ସାଇକେଲ ଯୋଗେ ବିପଦପୂର୍ଣ୍ଣ ଭାବେ ଖଟିଆ ବୋହି ନେଇ ବିଦ୍ୟାଳୟକୁ ଯିବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଗତକାଲି ଏହି ବ୍ଲକ ଅଧୀନ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦିମା ସରକାରୀ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କୁ ଟେମ୍ପୁରୁ ଜାଳେଣୀ କାଠ ବୋହିବା ଲାଗି ନିୟୋଜିତ କରାଯିବା ଘଟଣା ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। କିଏ କହିଲା? ସାର୍ କହିଲେ ଏଇ ଛୁଆ ମାନେ କାମ କରିବେ ତ? ସୂଚନା ଅନୁସାରେ ଗତକାଲି ଅପରାହ୍ନ 3ଟା ସମୟରେ ଜାଳେଣୀ କାଠ ଭର୍ତ୍ତି ଏକ 3 ଚକିଆ ଟେମ୍ପୋ ବିଦ୍ୟାଳୟ ଫାଟକ ସମ୍ମୁଖରେ ଅଟକିଥିଲା। ଏହି ସମୟରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ପାଠପଢା ଛାଡ଼ି ଟେମ୍ପୁରୁ କାଠ ଖଲାସ କରିବାରେ ନିୟୋଜିତ ଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ କମଳମତି ଶିଶୁଙ୍କୁ ବହି ବସ୍ତାନୀ ବଦଳରେ କାଠ ବୁହାଇବା ଘଟଣା କେତେ ଦୂର ଯୁକ୍ତିସଙ୍ଗତ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ସିଂଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ସ୍ୱୀକାର କରିଥିଲେ। ତେବେ ଦଣ୍ଡମୁକ୍ତ ଅଞ୍ଚଳରେ ପିଲାଙ୍କୁ କାଠ ବୁହାଇବା ଭଳି ଶାରୀରିକ ଦଣ୍ଡ ଦେବା ଯେ କେତେ ଦୂର ଯୁକ୍ତିଯୁକ୍ତ, ଏଣୁ ଏନେଇ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ପଚାରିବାରୁ ଏହା ଏକ ଦଣ୍ଡନୀୟ ଅପରାଧ ଏବଂ ଘଟଣାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।